तो ଆମେ ଆଜି ଭଗବାନଙ୍କ ସ୍ମୃତି ପାଇଁ ଏଥିରେ ବହୁତ ଶୁଭଦିନ ଆମ ନିଜ ଭାବରେ ବି ଜନ୍ମ ତାରିଖ ତ ଆମେ ତାକୁ ନେଇକି ଆମେ ବ୍ଲଡ୍ କ୍ୟାମ୍ପ ପ୍ରତି 7 ବର୍ଷ ହେଲା ଗତ 7 ବର୍ଷ ହେଲା କରି ଆସୁଛୁ। ତ ଫ୍ୟୁଚରରେ ଆମେ ଭାବିଛୁ କି ଆମେ ଗୋଟେ ଟ୍ରଷ୍ଟ ଏ କାମକୁ ଗୋଟେ ଟ୍ରଷ୍ଟକୁ ହ୍ୟାଣ୍ଡ ଓଭର କରିକି ଗୋଟେ ଟ୍ରଷ୍ଟ ଦ୍ୱାରା ଏ କାମ ଆଗକୁ ବଢ଼ୁ ବୋଲି ଆମେ ଆଶା ରଖିଛୁ ଆମେ କରିବାକୁ। ତ ଏ ଟ୍ରଷ୍ଟ ପାଇଁ ଆମେ ତହସିଲଦାର ସହିତ ଅଲରେଡ଼ି ଆମେ କଥାବାର୍ତ୍ତା କରିଛୁ। ସାର୍ କହିଛନ୍ତି ଆପଣ ଗୋଟେ ଟ୍ରଷ୍ଟ କରନ୍ତୁ, ଆମେ ସେ ଟ୍ରଷ୍ଟ ଅଣ୍ଡରରେ ସବୁ ଆପଣ ଯଦି ଡୋନେସନ୍ ହେଇଯାଉ ବ୍ଲଡ୍ ଡୋନେସନ୍ ହେଇଯାଉ ଫ୍ୟୁଚରରେ ଆପଣ ଚାହୁଁଛନ୍ତି କି ଅଲଗା ଗାଁ ନ କରିକି ଅନ୍ୟ ଗାଁରେ ମିଳୁ ସବୁ ଗାଁ ଏ ବ୍ଲକରେ ଆମର ସବୁ ଗାଁରେ ଗୋଟେ ଥର ଗୋଟେ ବର୍ଷରେ ତ ସେ ଅନୁସାରେ ଆମେ ଆଶା ରଖିଛୁ କି ଏଇଟା ଆଗକୁ ବଢ଼ିବ। ରକ୍ତଦାତାଙ୍କୁ ମୋଟିଭେଟ୍ କରିବା କି ରକ୍ତ ୟୁନିଟ୍ କଲେକ୍ସନ କରିବା ଗୋଟେ ବଡ଼ କଷ୍ଟସାଧ୍ୟ ବେପାର ଥାଏ। କହିପାରିବ କି ଭାସ୍କର ପାତ୍ରଙ୍କ ସେତିକି ଲୋକପ୍ରିୟତା ଅଛି, ଲୋକ ସ୍ୱତଃପ୍ରବୃତ୍ତ ଭାବେ ଆସିକି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଛନ୍ତି? ଆମର ଏଠି ସମସ୍ତେ ଟିକେ ଭାସ୍କର ପାତ୍ରକୁ ଜାଣିଛୁ ତ ଆମେ ସେଇ ମାଧ୍ୟମରେ ଆମର ଯୋଉ 30 ବର୍ଷର ଏକ୍ସପିରିଏନ୍ସ ଅଛି କି ଆମର କନେକ୍ଟ ଅଛି ଗାଁ ମଧ୍ୟରେ ତ ସେଟାକୁ ଆମେ ରିପ୍ଲେସ୍ କରି ଆମେ ଲୋକଙ୍କୁ କହୁଛୁ ଆଜି ଆପଣ ଆସିକି ବ୍ଲଡ୍ ଡୋନେଟ୍ କରନ୍ତୁ। ବ୍ଲଡ୍ ଏଇଟା ଯୋଉ ବ୍ଲଡ୍ ଡୋନେସନ୍ ହେଉଛି ସେଟା ବି ତାର ବ୍ଲଡ୍ ଦରକାର ହେଲେ ୟୁଟିଲାଇଜ୍ ହେବ। ତ ଆମେ ବି ଆଉ ଲୋକଙ୍କୁ ବି କହୁଛୁ କି ଆପଣଙ୍କର କେତେବେଳେ ବ୍ଲଡ୍ ଆବଶ୍ୟକ ହେବ ଆମକୁ କୁହନ୍ତୁ, ଆମେ ଆପଣଙ୍କ ପାଇଁ ଏଇଟା ଆରେଞ୍ଜମେଣ୍ଟ କରିବୁ ବ୍ଲଡ୍ ଡୋନେସନ୍। କାଜୁ ଇଣ୍ଡଷ୍ଟ୍ରିରେ ଆମର ସେଇ ଜେନେରେସନ୍ ଆସିବେ ମୋ ବାପା ଆରମ୍ଭ କରିଥିଲେ, ମୁଁ ଦେଖୁଥିଲି ମୋ ପୁଅ ଦେଖୁଛି ଆଉ ସିଏ ହିଁ ଦିଗ୍ଦର୍ଶକ ତାଙ୍କର ମାନେ ଯୋଉ ଜନ୍ମବାର୍ଷିକ ଉତ୍ସବରେ 77ତମ ଜନ୍ମବାର୍ଷିକ ଉତ୍ସବ ଆଜି ସିଏ 2019 ମସିହାରେ ଦେହତ୍ୟାଗ କଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ରକ୍ତଦାନ ଶିବିର ଚାଲିଛି ତାଙ୍କ ଜନ୍ମଦିନ ଦିନ ବର୍ଷ 15 ତାରିଖ। କହିବାକୁ ଗଲେ ପାଖାପାଖି 7 ବର୍ଷ ହେଲା ଅନୁଷ୍ଠିତ ହେଇ ଆସୁଛି। ରକ୍ତ ସଙ୍କଟରେ କୌଣସି ରୋଗୀ ମୃତ୍ୟୁବରଣ ନ କରନ୍ତୁ ଏ ପ୍ରକାର ଗୋଟେ ଲକ୍ଷ୍ୟ ନେଇକି ଏ ଯୋଉ ଜିନିଷ ଅନୁଷ୍ଠିତ ହେଇକି ଆସୁଛି ମେଗା ରକ୍ତଦାନ ଶିବିର, ଆଗାମୀ ଦିନମାନଙ୍କରେ ଆଉ କ'ଣ କରିବାର ପ୍ରୟାସ ଅଛି କି ତାଙ୍କର ଜନ୍ମବାର୍ଷିକୀ ଉତ୍ସବରେ? ଦେଖନ୍ତୁ ଆମେ ଇଣ୍ଡଷ୍ଟ୍ରି ଅଛୁ ବହୁତ ମାନେ ଗ୍ରାଉଣ୍ଡ ଲେଭେଲ ଲୋକ ସବୁବେଳେ ପରିଷ୍କାର ରହୁ ସେମାନଙ୍କର ଯୋଉ ଇସ୍ୟୁ ଆସେ ଯେ ବ୍ଲଡ୍ ଅଭାବ ଅଛି ଆମ ମିଳୁଛି ଅସୁବିଧା ହେଉଛି ସେଥିପାଇଁ ଆମେ ମନସ୍ଥ କରୁ ଯେ ଆମେ ଏଇ ବ୍ଲଡ୍ କ୍ୟାମ୍ପଟାକୁ ଗୋଟେ ସବୁବେଳେ ରଖିବା ଯେଉଁଟାକି ଲୋକଙ୍କର କିଛି ଅସୁବିଧା ହେବ। ଆମେ ସେମାନଙ୍କୁ କହୁଛୁ ଚାଲିଛି କାହାର ଅସୁବିଧା ଅଛି ଆମେ ତ ସେ ପ୍ରୋଗ୍ରାମ କରୁଛୁ କାହାର ଅସୁବିଧା ହେଲା ଏମିତି ଆରେଞ୍ଜମେଣ୍ଟ ଆପଣଙ୍କ ପାଇଁ କରିଦେବୁ। ଆଉ ଫ୍ୟୁଚରରେ ବ୍ଲଡ୍ କ୍ୟାମ୍ପଟା ଆମେ ଯୋଉ ଆମର ନିଜ ଇଣ୍ଡଷ୍ଟ୍ରିରେ କରୁଛୁ ଆମ ମାଧ୍ୟମରେ କରୁଛୁ ଏଇଟା ଦ୍ୱିତୀୟକରଣ କରିବା ପାଇଁ ଆମେ ଚାହୁଁଛୁ ବ୍ଲକ୍ ଲେଭେଲରେ ଏଇଟାକୁ ଆଗକୁ ନେବା ପାଇଁ ଚିନ୍ତା କରୁଛୁ। ଯେଉଁମାନେ ରକ୍ତଦାତା ଅଛନ୍ତି, ଯେଉଁମାନେ ରକ୍ତଦାନ କରିଛନ୍ତି ସେମାନଙ୍କ ପାଇଁ କ'ଣ ବିଶେଷ ସୁବିଧା ରହିବ କି ଆଗାମୀ ଦିନରେ? ସେମାନଙ୍କୁ ଯଦି ରକ୍ତର ଆବଶ୍ୟକତା ପଡ଼ିବ ତାଙ୍କ ପାଇଁ ଆପଣଙ୍କ ତରଫରୁ କ'ଣ ସହାୟତା ରହିବ? ଯେଉଁମାନେ ବ୍ଲଡ୍ ଅଛି ଯୋଉଠିକି ସ୍ୱେଚ୍ଛାକୃତ ଭାବରେ ସେମାନେ ଯଦି ଆମକୁ କୁହନ୍ତି ଆମେ ବି ଯୋଉ ମାଧ୍ୟମରେ ଦିଆଯାଉଛି ଆମେ ସେମାନଙ୍କୁ କରିପାରିବୁ।